ଭଲ କଥା ତ ସବୁ ସନ୍ଥ କହିଛନ୍ତି। ସେ କେବଳ ଭଲ କଥା ନୁହେଁ, ସେ ଆଘାତ ଦେଇଛନ୍ତି ଏବଂ ନିଜେ ମଧ୍ୟ ସହିଥିବେ। ତାଙ୍କ ସହ ତାହା ଘଟିଲା ଯାହା ସାଧାରଣତଃ ସନ୍ଥଙ୍କ ସହ ଘଟେ ନାହିଁ। ଯେପରି ମୀରାବାଇ ସେହି ସମୟର ଜଣେ ପ୍ରମୁଖ ସନ୍ଥ। ତାଙ୍କ ସହ ଜଡ଼ିତ ଅଛି ଯେ ତାଙ୍କୁ ବିଷ ଦିଆଯାଇଥିଲା। ଯଦି କବୀର ସାହେବଙ୍କ ଜୀବନୀ ଦେଖିବେ, ଅନେକ ଥର ତାଙ୍କୁ ବିଷ ଦେଇ ଭିନ୍ନ ଭିନ୍ନ ଉପାୟରେ ମାରିବାକୁ ଚେଷ୍ଟା କରାଗଲା। ତାଙ୍କୁ ବିରୋଧ କରାଯାଉଥିଲା ଏବଂ ସେ ସମାଜ ପାଇଁ ଏକ ବଡ଼ ପ୍ରଶ୍ନ ଥିଲେ। ଜନ୍ମରୁ ବ୍ରାହ୍ମଣ କିନ୍ତୁ ପରିପାଳନ ମୁସଲମାନ ବୁନାକାରଙ୍କ ଘରେ ହୋଇଥିଲା। ମାଂସାହାର ଉପରେ ସେ କହିଛନ୍ତି, କାଜୀ ତୁଝେ କରୀମ କା କବ ଆୟା ଫରମାନ, ଘଟ ଫୋଡ଼ା ଘର ଘର କିଆ ସାହିବ କା ନିଶାନ। ଘଟଫୋଡ଼ା ଅର୍ଥ କାହା ଶରୀରକୁ କାଟିଲ, ଘର ଘର କିଆ ଅର୍ଥ ଲୋକଙ୍କୁ ବାଣ୍ଟି ଦେଲ, ଘରେ ଘରେ ତା ମାଂସ ପହଞ୍ଚାଇଲ। ଯାହାର ମାଂସ ପହଞ୍ଚାଇଲ ତୁମେ ଜାଣିଛ ସେ କିଏ? ସେ ପରମେଶ୍ୱରଙ୍କ ସନ୍ତକ। ଏହା ସେହି ସମୟର କଥା ଯେବେ ତାଙ୍କୁ ପାଳିଥିବା ଲୋକ ନିଜେ ମୁସଲମାନ ଥିଲେ। ମଜା କଥା ହେଉଛି, ଯେବେ ଦେହାନ୍ତ ହେଲା ହିନ୍ଦୁ ଏବଂ ମୁସଲମାନ ଜିଦ୍ ଧରିଲେ ସେ ଆମର ଥିଲେ, ସେ ଆମର ଥିଲେ, ସେ ଆମର ଥିଲେ ଏବଂ ଯେବେ ସେ ବଞ୍ଚିଥିଲେ ସେ ସମସ୍ତଙ୍କ ଆଖିର କଣ୍ଟା ଥିଲେ।